ସାହାଜଟ ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ଘଟଣା ଧାରଣାରେ ବସିଛନ୍ତି ପରିବାରବର୍ଗ ଓ ଗ୍ରାମବାସୀ। ଜିଲ୍ଲା କଂଗ୍ରେସର ସମର୍ଥନ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଜଟଗଡ଼ ପଞ୍ଚାୟତ ସାହାଜଟ ଗାଁରେ ଆଶ୍ରମ ବିଦ୍ୟାଳୟରେ ଗତ ମାସ 16 ତାରିଖରେ ସେଠାରେ ଅଧ୍ୟୟନରତ ଛାତ୍ର ଅଶ୍ୱିନୀ ଦାସ ବଞ୍ଚୋରଙ୍କ ମୃତଦେହ ରଶିରେ ଲାଗିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ମୃତକ ଅଶ୍ୱିନୀଙ୍କ ମା ଗୋମତୀ ବଞ୍ଚୋର ବିଦ୍ୟାଳୟର ଶିକ୍ଷକଙ୍କ ନାଁରେ ଅଭିଯୋଗ ଆଣିଥିଲେ। ସେଠାକାର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା। ବର୍ତ୍ତମାନ କିନ୍ତୁ ମୃତକଙ୍କ ମା ଆହୁରି କିଛି ଶିକ୍ଷକ ଏବଂ କର୍ମଚାରୀଙ୍କ ଏହି ହତ୍ୟା ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି। ଏହା ସହିତ ଏହାର ତଦନ୍ତ ସିବିଆଇ କରୁ ବୋଲି ମଧ୍ୟ ଦାବି କରିଛନ୍ତି। ଏହାକୁ ନେଇ ଗ୍ରାମବାସୀ ଏବଂ ଜିଲ୍ଲା କଂଗ୍ରେସର ସହଯୋଗରେ ଶ୍ରୀମତୀ ବଞ୍ଚୋର ସାହାଜଟ ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ଚଳିତ ମାସ 11 ତାରିଖରୁ ଧାରଣାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସିଛନ୍ତି। ଏହାକୁ ଜିଲ୍ଲା କଂଗ୍ରେସ କମିଟି ସମର୍ଥନ ଜଣାଇ 14 ଦଫା ଦାବି ନେଇ ଉକ୍ତ ସ୍ଥଳରେ ଧାରଣାରେ ବସିଛି। ନୂଆପଡ଼ା ଜିଲ୍ଲାରେ ଥିବା ସମସ୍ତ ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ଅବ୍ୟବସ୍ଥା ଚାଲିଛି କହିଛନ୍ତି କଂଗ୍ରେସ ନେତା। ଜିଲ୍ଲା ସଂଯୋଜକ ଘାସିରାମ ମାଝୀ, ଯୁବ ସଭାପତି ଅମିତ ଅହିର, ଯୁବ ନେତା ପାଶା ମହାନନ୍ଦ, ଗୌତମ ମାଝୀ, ବିରଞ୍ଚି ବାଗ, ଲକି ମାଝୀ, ହରି ମାଝୀ, ଭାଗୀରଥୀ ମାଝୀ, ଭୋଗ ବଞ୍ଚୋର ପ୍ରମୁଖ ଉପସ୍ଥିତ ରହିଥିଲେ। ନୂଆପଡ଼ା ଜିଲ୍ଲାବାସୀଙ୍କୁ ଭଲ ଭାବରେ ଜାଣିଛନ୍ତି ଯେ ନୂଆପଡ଼ା ଜିଲ୍ଲାରେ ରହିଥିବା 47 ନମ୍ବର ଆଶ୍ରମ ସ୍କୁଲର ପରିଚାଳନା ବ୍ୟବସ୍ଥା, ଶିକ୍ଷା ବ୍ୟବସ୍ଥା, ଖାଦ୍ୟ ବ୍ୟବସ୍ଥା, ରହ ବ୍ୟବସ୍ଥା, ଶିକ୍ଷା ବ୍ୟବସ୍ଥା ବା ପାଇଖାନା ପାଣି ପିଇବା ପାଣି ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟୟ ହୋଇ ପଡ଼ିଛି। ଏ ସମ୍ବନ୍ଧରେ ଜିଲ୍ଲାର ଅଭିଭାବକମାନେ ବାରମ୍ବାର ଗଣପ୍ରତିନିଧିମାନେ, ନିର୍ବାଚିତ ପ୍ରତିନିଧିମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦାବି ଜଣାଇ ଆସିଥିଲେ ସୁଦ୍ଧା ବର୍ଷ ବର୍ଷ ଦାବି କରିଥିଲେ ସୁଦ୍ଧା କୌଣସି ପ୍ରକାର ପରିବର୍ତ୍ତନ ହୋଇପାରୁନାହିଁ। ଏହାର ନଗ୍ନ ନମୁନା ରହିଛି ଆମର ସାହାଜଟ ଆଶ୍ରମ ସ୍କୁଲ, ଯେଉଁଠି ଠିକ କରି ପିଇବାର ପାଣି ବ୍ୟବସ୍ଥା ନାହିଁ, ଗାଧୋଇବା ପାଣିର ବ୍ୟବସ୍ଥା ନାହିଁ, ଶୌଚାଳୟର ପାଣି ନାହିଁ। ତତ୍ସଙ୍ଗେ ସଙ୍ଗେ ଏଠି ଭଲ କରି ଖାଦ୍ୟ ମଧ୍ୟ ଦିଆଯାଉନି। ଏଠି ଅନେକ କୋଠାଗୃହ ରହିଛି, କିନ୍ତୁ ଅନେକ କୋଠାଗୃହ ଆଜି ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଛି। ଏଇଠି ଆପଣଙ୍କ ବାଉଣ୍ଡ୍ରି ୱାଲ୍, ଯିଏକି ଗୋଟେ ସାଇଡ଼୍ ଜଙ୍ଗଲ ଅଛି, ସେଇଠି ସେ ଅଧୁରା ରହିଛି। ଛାତ୍ରୀମାନେ ରହୁଛନ୍ତି, ତାଙ୍କର ପାଇଖାନା ନାହିଁ ଯେ ସେମାନେ ବାହାର ପଡ଼ିଆକେ ଯାଉଛନ୍ତି, ପୋଖରୀକେ ଯାଉଛନ୍ତି। ସବୁବେଳେ ଏଇଠି ଝିଅମାନେ ଅଶୁଚିକ ମହତ୍ତ୍ୱ କରୁଛନ୍ତି। ବିଗତ ଦିନମାନଙ୍କରେ একটি ସେକ୍ସୁଆଲ କ୍ରାଇମ୍ ବଢ଼ୁଛି। ଆଣ୍ଟି ସୋସିଆଲ ମାନେ ସ୍କୁଲକୁ ଡେଇଁ ପଡ଼ୁଛନ୍ତି। ବିଗତ 16/7ରେ ଆମର ଅଶ୍ୱିନୀ ଦାସ ବଞ୍ଚୋର ନାମକ ଜଣେ ଅଷ୍ଟମ କ୍ଲାସର ଛାତ୍ର, ଯିଏକି ଆତ୍ମହତ୍ୟା କରିବା ତାକୁ ରୂପ ଦିଆଗଲା, କିନ୍ତୁ ବାସ୍ତବରେ ସେ ପିଲାକୁ ମାରିଦେଲା ଦିଆଗଲା। କାହିଁକି ନା ଏଇଠି ଖୁଲା ଆମ୍ ଲଭ୍ ଏଫେୟାର ଚାଲିଛି। କାହିଁକି ନା ଝିଅ ପୁଅ ଗୁରୁନ 15 ବର୍ଷର ପୁଅ, ଏଡ଼େ 14 ବର୍ଷ 15-16 ବର୍ଷ ଝିଅମାନେ ରହୁଛନ୍ତି, ତାଙ୍କର ଭିତରେ ଶାରୀରିକ ସମ୍ପର୍କ ହେଇଯାଉଛି। କେତେବେଳେ ଟିଚରର ସମ୍ପର୍କ ରହିଯାଉଛି, କେତେ ଛାତ୍ର ରହିଯାଉଛି। କାହିଁକି ନା ୱାର୍ଡେନ୍ ନାହାନ୍ତି କି ଟିଚର ନାହାନ୍ତି, ସମ୍ପୂର୍ଣ୍ଣ ଅବସ୍ଥା। ଏ ପରିସ୍ଥିତିରେ ଗୋଟେ କ୍ରାଇମଟା ହେଇଛି, ଏଇଟା ମର୍ଡର ହେଇଛି। ଏଇ ମର୍ଡରକୁ ସ୍କୁଲ କର୍ତ୍ତୃପକ୍ଷ ଏବଂ ଆମର ଯେଉଁ ଆସାମର ଯେଉଁ ଅଫିସର ମାନେ ଅଛନ୍ତି, DW ଅଛନ୍ତି, କି ତାଙ୍କର ଏଇଟା ରୀତିମତ ପରିଦର୍ଶନ ମଧ୍ୟ କରୁନାହାନ୍ତି, କି ରିପୋର୍ଟ ମଧ୍ୟ ଦେଉନାହାନ୍ତି। ଏଇଠି ସମ୍ପୂର୍ଣ୍ଣ ଦୁର୍ନୀତି ଚାଲିଛି, ଯାଦ୍ୱାରା ଯେତେବେଳେ କୌଣସି ପ୍ରକାର କଥାକୁ କେହି ଶୁଣିଲେ ନାହିଁ। ଆମେ ସମୟ ଦେଇଥିଲୁ, ତାପରେ ବିଭିନ୍ନ ରାଜନୀତି ଦଳ, ବିଭିନ୍ନ ଆପଣଙ୍କ ସଂଗଠନ, ଇଏ ଗାଁର ଯେନ୍ ଗାର୍ଡିଆନ ମାନେ ଅଛନ୍ତି, ସ୍କୁଲ ଗାର୍ଡିଆନ ଅଛନ୍ତି, ଆଶ୍ରମ ସ୍କୁଲ ଗାର୍ଡିଆନ ମାନେ ଏବଂ ଗାଁ ବାଲା ମିଶିକରି ଆମେ ଗଣଧାରଣା ବସିଛୁ। ଇଏ ଗଣଧାରଣା ଆମର 14ଟା ଦାବି ରହିଛି। 14ଟା ଦାବିକୁ ଯଦି ସରକାର ପୂରଣ ନ କରିବ, ସେ ପର୍ଯ୍ୟନ୍ତ ଏ ଗଣଧାରଣା ଚାଲିଥିବ। କାହିଁକି ନା ଆମେ ବାରମ୍ବାର ଲେଖାପଢ଼ା କରିଛୁ, କାହିଁ କମିଶନର, କାହିଁ ମନ୍ତ୍ରୀ, ଯନ୍ତ୍ରୀ, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ, ହ୍ୟୁମାନ ରାଇଟ୍ ମଧ୍ୟ ଲେଖିଛୁ, କିନ୍ତୁ କୌଣସି ପରିବର୍ତ୍ତନ ହେଲା। ଏଣୁକରି ବାଧ୍ୟ ହୋଇକରି ବସିଛୁ। जब तक आम बिल्डिंग कंप्लीट नहीं होगा, पानी व्यवस्था ना, शिक्षण बसती ये चलुव हर। धन्यवाद। आज्ञा नमस्कार, मोर ना गोमती बंचोर, मोर गाँ बड़महसा ब्लॉक खड़िया। मुई शुक्र 16 तारीख दिन राति में 11:45 फोन कले आज्ञा, जे कि तोर छुआ सीरियस अच्छे बोले हॉस्पिटल के आ बोले, मुझे आसली
आसला कि जिते बेले आज्ञा कह मुई हॉस्पिटल के भीतर के जो थिबा बेल के लोचन सगर मका अटकाला और कहला जे नहीं तू हॉस्पिटल पर नहीं समना वाला क्या हला जे मुई समबी हॉस्पिटल भीतर के बेलर कहला के तोर छुआ डेथ ही गला इबो मोर छुआ तो मुई संवाद ने कथा हिचा मोर छुआ भल थिला और एज केनता डेथ ही गला ना बोलार कहला के तू तुम पर किछि कथा नहीं कह मुई सब जिनिस रखिछा सब प्रूफ रखिछा और तू कोनोसी मीडिया के ने कहबू कोनोसी किछि के ने कहबू बोला आज्ञा और से हरदेव हंसथिला से साहू पियन थिला धनु साहू पियन थिला आर सबू केतरा मास्टर पियन मन जी थिले से मने आर थिले आज्ञा थिला के बोले गुडे झुला ने धरि थिले आ किन तक प्रूफ देखामु बोले मु प्रूफ देखामु बोले हां ठीक अछि जदी मोर छुआ जदी मु किछि डिमांड नहीं करबार आज्ञा मोर छुआ के न्याय मिलू आर जेन लोचन सबर से सबूत जानी छे आर इरा जेन पियन तना केना परमे पियन से सबू किछि जानी छे मोर छुआर बाबत ने आर सबू किछि एटा करछे आर से दुइटा एखा मारी छे मोर छुआ के अन्य कोनोसी लोग नहीं मारबार आर मैं कोनोसी लोग के दायी नहीं करे से दुइटा एके से मन तो हॉस्टल ने थिले आर मोर छुआ मरी गला कि उचकी हला कि 20 कला कांखला गला से मन नहीं जानन के से मने पछ के बाकी मास्टर मन के जे सस्पेंड हला केटा हला परमे पियन के लोचन सबर के सस्पेंड नहीं पारु छे सरकार काना देखु छे जे सस्पेंड करि नहीं पारबा किछि करि नहीं पारबार सेटा हेगा से दुइटा के सस्पेंड करा जो आर मके न्याय मिलू आर क्राइम ब्रांच तंद हो। नमस्कार मोर नाम अमित कुमार है नुआपड़ा जिला युवा कांग्रेस सभापति आमे आज साहजेट आश्रम स्कूल लगे धारणार बसु धारणार मुख्य उद्देश्य हूँ अश्वनी कुमार दास अश्वनी दास बंछोर आमर जेन छात्र थिले से छात्र 16 तारीख गला 16 तारीख दिन ताकर मृत्यु होता आ से मृत्यु के स्कूल कर्तृपक्ष जेन अच्छा स्कूल जेते स्टाफ अच्छा से मने से घटना के मतलब आत्महत्या बोली घोषित कले तो सेटा के से दिन जेन टाइप रो इंसिडेंस हला सेटा के देखि करी आमे सेटा के मतलब मर्डर करा हिचे बोल करी हमर आडू आमे दाबी रखुछु आर तार तदंत करा जाऊ आउ से अश्वनी दास बंछोरंकर जेन घटना अच्छे सेटा के सीबीआई तदंत करा जाऊ तार संगे संगे जेते भी आश्रम स्कूल अच्छे नुआपड़ा जिल्ला रे सबु आश्रम स्कूल रे पानीय जल रो व्यवस्था तार संगे संगे एमडीएम रो व्यवस्था तार संगे संगे शौचालय व्यवस्था आउ छात्र छात्री मनकर सुरक्षा उपरे जेते बेले सब बेले आंगुठ उठा होचे करबे हेतकी बेल तक हमर धारणा थिबा आर तार संगे संगे हमर जेन 14 दफा दाबी अछि से दाबी जदि पूरण नहीं हेबार पते हमर धारणाटा कंटिन्यू चालू रही। For more updates, please subscribe to our channel and press the bell icon.